ପ୍ରାଚୀନ କାଳର କଥା। ସିନ୍ଧୁ ରାଜ୍ୟର ନାମ ଗୋଟେ ସୁନ୍ଦର ଓ ସମୃଦ୍ଧ ରାଜ୍ୟ ଥିଲା। ସେଇଠାରେ ରାଜା ଦେବଦିତ୍ୟ ନାମରେ ଗୋଟେ ସାହସୀ ଓ ଧର୍ମପ୍ରଣୟ ରାଜା ରହୁଥିଲେ। ରାଜାଙ୍କର ସମ୍ପଦ, ସେନା, ପ୍ରଜା ସ୍ନେହ ସବୁ ଥିଲା। କିନ୍ତୁ ରାଜାଙ୍କ ମନରେ ଗୋଟେ ଶୂନ୍ୟତା ଥିଲା। ତାଙ୍କ ସହଧର୍ମିଣୀ ବା ରାଣୀ ଆଜି ପର୍ଯ୍ୟନ୍ତ ସେହି ରାଜସିଂହାସନକୁ ଆଳଙ୍କୃତ କରିନଥିଲେ। ଦେଶର ମନ୍ତ୍ରିମଣ୍ଡଳୀ, ପ୍ରଜା ସମସ୍ତେ ଚାହୁଁଥିଲେ ଯେ ରାଜା ଶୀଘ୍ର ଗୋଟେ ଯୋଗ୍ୟ ରାଣୀକୁ ବରଣ କରନ୍ତୁ। କିନ୍ତୁ ରାଜାଙ୍କର ଇଚ୍ଛା ଥିଲା ସେ କେବଳ ସୌନ୍ଦର୍ଯ୍ୟକୁ ନୁହେଁ ବରଂ ସତ୍ୟ, ସାହସ ଓ କରୁଣାକୁ ରାଣୀ ଭାବେ ପାଇପାରିବେ। ଗୋଟେ ରାତିରେ ରାଜା ସ୍ୱପ୍ନରେ ଗୋଟେ ଅଦ୍ଭୁତ ଦୃଶ୍ୟ ଦେଖିଲେ। ସ୍ୱପ୍ନରେ ଏକ ସୁନ୍ଦରୀ କନ୍ୟା ତାଙ୍କ ସମ୍ମୁଖରେ ଦଣ୍ଡାୟମାନ। ତାଙ୍କ ମୁହଁରେ ଚନ୍ଦ୍ରମାର ମୁଦ୍ର ଆଲୋକ, ଆଖିରେ କରୁଣା ଏବଂ କଣ୍ଠରେ ସାହସର ସ୍ୱର। ସେ କନ୍ୟା ରାଜାଙ୍କୁ କହିଲା, ହେ ରାଜନ୍, ମୋତେ ତୁମେ ଖୋଜ, ତୁମର ସତ୍ୟ ରାଣୀ। କିନ୍ତୁ ମୋତେ ପାଇବା ଏତେ ସହଜ ନୁହେଁ। ତୁମେ 7ଟି ପରୀକ୍ଷା ଅତିକ୍ରମ କରିବାକୁ ପଡ଼ିବ। ସାହସ ଓ ସତ୍ୟ ଓ କରୁଣା ହେବ ତୁମର ଅସ୍ତ୍ର। ରାଜା ଆଶ୍ଚର୍ଯ୍ୟ ହୋଇଗଲେ ଏବଂ ନିଦରୁ ଉଠି ପଡ଼ିଲେ। ସେ ବୁଝିଲେ ସେହି ସ୍ୱପ୍ନର ସୁନ୍ଦରୀଙ୍କୁ ଖୋଜିବା ପାଇଁ ସେ ପ୍ରସ୍ଥାନ କରିବାକୁ ହେବ। ସକାଳେ ରାଜା ସଭାକୁ ଡାକିଲେ। ମନ୍ତ୍ରୀମାନେ କହିଲେ, ମହାରାଜ, ଆପଣଙ୍କ ବିନା ରାଜ୍ୟ କିପରି ହେବ ବା ଚାଲିବ? ରାଜା ହସି କହିଲେ, ରାଜ୍ୟର ବୁଦ୍ଧିମାନ ମନ୍ତ୍ରୀ ଅଛନ୍ତି, ସେମାନେ ରାଜ୍ୟ ସମ୍ଭାଳିବେ। କିନ୍ତୁ ମୋର ହୃଦୟର ପ୍ରତିଜ୍ଞା ଓ ସତ୍ୟ ରାଣୀକୁ ଖୋଜି ନ ଆସିବା ଯାଏ ଏପର୍ଯ୍ୟନ୍ତ ଏବଂ ଯେ ପର୍ଯ୍ୟନ୍ତ ତାଙ୍କୁ ନ ପାଇବି ମୋର ସିଂହାସନ ଅପୂର୍ଣ୍ଣ ରହିବ। ରାଜା ଜଙ୍ଗଲକୁ ରାଣୀ ଖୋଜିବା ପାଇଁ ପ୍ରସ୍ଥାନ କଲେ। ସେ ରାଜା କେବଳ ଏକ ତଲୱାର ଏବଂ ଧନୁଷ ଏବଂ କରୁଣା ହୃଦୟ ନେଇ ପ୍ରସ୍ଥାନ କଲେ। ରାଜାଙ୍କୁ ସେହି ଦିବ୍ୟ ସ୍ୱର ପ୍ରଥମ ପରୀକ୍ଷା ପ୍ରଦର୍ଶନ କଲା। ସେହିପରି ସେଙ୍କୁ ଗୋଟେ ଗୁହାର ମୁହାଣୀରେ ଦେଖାଗଲା। ହେ ରାଜନ୍, ତୁମେ ପ୍ରଥମ ପରୀକ୍ଷା ଦୟାର ବାଟରେ ଯାଉଥିଲେ। ଗୁହାରେ ସିହାରେ ଆହତ ସିଂହ ଗୋଟେ ପଡ଼ିଥିଲା। ରାଜାଙ୍କ ପାଖରେ ଅସ୍ତ୍ର ଥିଲା। ସେ ସିଂହକୁ ସହଜରେ ମାରିପାରିଥାନ୍ତେ, କିନ୍ତୁ ରାଜା ମାରିଲେ ନାହିଁ। ସେ ସିଂହଙ୍କ ପାଦରୁ କଣ୍ଟା କାଢ଼ି ଦେଲେ। ସିଂହ ତାଙ୍କୁ ନମସ୍କାର କରି କହିଲା, ତୁମେ ସତ୍ୟ ରାଜା, ମୁଁ ତୁମର ସହାୟକ ହେବି। ଦ୍ୱିତୀୟ ପରୀକ୍ଷା। ତାପରେ ରାଜା ଗୋଟେ ଗାଁରେ ପହଞ୍ଚିଲେ। ସେଠାରେ 2 ଜଣ ସ୍ତ୍ରୀ ଏକ ଶିଶୁକୁ ନିଜର କହୁଥିଲେ, ପ୍ରାୟ ନ୍ୟାୟ ଦେଇପାରୁନଥିଲେ। ରାଜା ବୁଦ୍ଧିର ପରୀକ୍ଷା କଲେ। ଶିଶୁକୁ 2 ଭାଗ କରା ଦିଆଯାଉ। ଏକ ସ୍ତ୍ରୀ କହିଲା, ହଁ କରିଦିଅ। ଆଉ ଏକ କାନ୍ଦିଲା, ନାହିଁ ମୋର ନୁହେଁ, ସେଇଠାରେ ରଖ, କିନ୍ତୁ ଶିଶୁକୁ ବଞ୍ଚା। ରାଜା ତୁରନ୍ତ ସତ୍ୟ ଚିହ୍ନିଲେ ଏବଂ ଦିବ୍ୟ ସ୍ୱର ପୁଣି ଆସିଲା, ତୁମେ ସତ୍ୟର ପରୀକ୍ଷା ବିଜୟୀ। ଏଭଳି 7ଟି ପରୀକ୍ଷା ସାହସ ଓ କରୁଣା, ଜ୍ଞାନ, ବିଶ୍ୱାସ, ତ୍ୟାଗ ଏବଂ ପ୍ରେମ ବିବରଣୀ ସହିତ କଥାଟି ଦୀର୍ଘ ଭାବେ ଗଲା। ପ୍ରତ୍ୟେକ ପରୀକ୍ଷାରେ ରାଜାଙ୍କୁ ବଡ଼ ବଡ଼ ସମସ୍ୟା ଓ ଦୁଷ୍ଟ ରାକ୍ଷସ, ମାୟାବୀ ପାଦ, ଭୟଙ୍କର ଯୁଦ୍ଧ ଓ ହୃଦୟକୁ ସ୍ପର୍ଶ କରୁଥିବା ପରିସ୍ଥିତି ସମ୍ମୁଖୀନ ହେବାକୁ ପଡ଼ିଲା। ଶେଷରେ ରାଜା ସମସ୍ତ ପରୀକ୍ଷା ପାର କରି ଗୋଟେ ସୁନ୍ଦର ପାଳସ୍ଥିରେ ପହଞ୍ଚିଲେ। ସେଠାରେ ସ୍ୱପ୍ନର ସୁନ୍ଦରୀ ସମ୍ମୁଖରେ ଦେଖାଦେଲେ। ତାଙ୍କ ନାମ ରାଣୀ ଚନ୍ଦ୍ରପ୍ରଭା। ସେ କହିଲେ, ହେ ରାଜନ୍, ତୁମେ 7 ପରୀକ୍ଷାରେ ସଫଳ ହୋଇଛ ଏବଂ ମୁଁ ତୁମର ସହଧର୍ମିଣୀ ହେବାକୁ ପ୍ରସ୍ତୁତ। ରାଜାଙ୍କୁ ହୃଦୟରେ ଆନନ୍ଦର ପରିପୂର୍ଣ୍ଣ ହୋଇଗଲା। ରାଜା ଓ ରାଣୀ ସିନ୍ଧୁ ରାଜ୍ୟକୁ ଫେରିଲେ। ପ୍ରଜାମାନେ ଦୀପମାଳିକାରେ ସ୍ୱାଗତ କଲେ।